ସାଙ୍ଗମାନେ ଶୀତ ଦିନରେ ନାଲି ଚା ଆଉ ଆଳୁ ପରଟାର ଖାଇବା ମଜା ଆପଣମାନେ ତ ଭଲସେ ଜାଣିଥିବେ। ମୁଁ ବି ସକାଳୁ ଟିକେ ଆଳୁ ପରଟା ଖାଇଦେଲି। ତାପରେ ବାହାରି ଗଲି ଟିକେ ବଜାରକୁ। ବଜାରରୁ ବାହାରିକିନା ଗଲି ଅବଦୁଲ ଦୋକାନକୁ, କାରଣ ଆଜି ଟିକେ ଫର୍ମ ପକାଇବାର ଥିଲା। ଆଉ ଫର୍ମରେ ଅବଦୁଲକୁ କହିଲି ମୁଁ ଟିକେ ତୁମକୁ ସାହାଯ୍ୟ କରିଦେବି, କିନ୍ତୁ ମୋ ଦ୍ୱାରା ସବମିଟ୍ ହୋଇପାରିଲାନି। ଲାଷ୍ଟ ଅବଦୁଲ ନିଜେ ଆସିକି ସବମିଟ୍ କରିବାକୁ ଲାଗିଲା। ତାପରେ ଅବଦୁଲର କାମ ସରିବା ପରେ ମୁଁ ପଳାଇ ଯାଇଥିଲି ଟିକେ ଗ୍ରୋସରୀ ଦୋକାନକୁ। ଗ୍ରୋସରୀରୁ ଟିକେ କିଛି ଗ୍ରୋସରୀ ଜିନିଷ ନେଇଗଲି ଘର ପାଇଁ। ତାପରେ ଦେଖିଲା ବେଳକୁ ଘରେ ଲଞ୍ଚ ପୁରା ରେଡ଼ି ହେଇଥିଲା। ଭାତକୁ ଡାଲମା, ଆଳୁ ଚକଟା, ତା ସହିତ ସାଲଡ଼। ଆଉ ବଢ଼ିଆ ଲାଗିଲା ଖାଇବା ବି, ଭେଜ୍ ଖାଇବାଟା। ତାପରେ ମୁଁ ବାହାରି ଯାଇଥିଲି ସନ୍ଧ୍ୟା ବେଳକୁ ଝାଲମୁଢ଼ି ଖାଇବା ପାଇଁ। ଝାଲମୁଢ଼ି ଦୋକାନ ପୁରା ଫାଙ୍କା ଥିଲା। ତାପରେ ଏଇ ଭାଇ ବି ଝାଲମୁଢ଼ି ବହୁତ ବଢ଼ିଆ ବନାନ୍ତି। ଆଉ ମୁଁ 2ଟା ପ୍ୟାକେଟ୍ ନେଇଗଲି, ଗୋଟେ ମୋ ପାଇଁ ଆଉ ଗୋଟେ ଗୁଡ଼ୁ ପାଇଁ। ତାପରେ ଦୋକାନକୁ ଜଲ୍ଦି ପଳେଇ ଆଇଲି, ଗୁଡ଼ୁକୁ ଦେଇଦେଲି। ଗୁଡ଼ୁ ଆରାମସେ ଖାଇଲା। ତାପରେ ଗୁଡ଼ୁର ମୋର ବାହାରି ଗଲୁ ଗୋଟେ ମେଡ଼ିକାଲକୁ, କାରଣ ସେଠି ଆମର ଥିଲା ଗୋଟେ ସାଙ୍ଗର ଜଣ୍ଡିସ୍ ମେଡ଼ିସିନ୍ ନେଲୁ। ତାପରେ ବାହାରି ଗଲୁ ସାଲେପୁରକୁ, କାରଣ ଆଜି ସାଲେପୁରରେ ଭସାଣି ଥିଲା କାର୍ତ୍ତିକେଶ୍ୱର। ତାପରେ କାର୍ତ୍ତିକେଶ୍ୱର ଭସାଣି ପାଖରେ ଗଲୁ। ସେଠାରେ ଦେଖିଲୁ ଆମର ଭଲ ବାଜାପାଟି ବି ଆସିଥିଲା। ତାପରେ ଦେଖିଲୁ ଛୋଟ ଛୁଆମାନେ ଆଜି ପୁରା ଡ୍ୟାନ୍ସ କରି ଉଡ଼େଇଲେ। ତାପରେ ପଳେଇ ଆଇଲୁ ଆମେ ଟିକେ ସାଙ୍ଗମାନଙ୍କ ପାଖକୁ, ଟିକେ ଖଟି କଲୁ। ସେଠାରେ ଖଟି ସାରିକି ଆମେ ପଳେଇ ଆଇଲୁ ଲିପୁନର ମୋର ଖାଇବାକୁ ଗୋଟେ ହୋଟେଲକୁ। ଆଉ ଆଜିର ବ୍ଲଗ୍ ଏତିକି ରହିଲା ସାଙ୍ଗମାନେ। ଜୟ ଜଗନ୍ନାଥ।